ନୂଆ ୟୁଜିସି ନିୟମରେ ରକ୍ ଲଗାଇଲେ ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ ନୂଆ ୟୁଜିସି ନିୟମକୁ ଚ୍ୟାଲେଞ୍ଜ କରି ଆଜି ଅର୍ଥାତ୍ ଜାନୁଆରୀ 29ରେ ଆବେଦନଗୁଡ଼ିକର ଶୁଣାଣି କରିଥିଲେ। ଆବେଦନକାରୀଙ୍କ ଓକିଲ କହିଥିଲେ, ସମ୍ବିଧାନ ସମସ୍ତଙ୍କୁ ସୁରକ୍ଷା ଦିଏ, ସମସ୍ତ ନାଗରିକଙ୍କୁ ସୁରକ୍ଷା ଦିଆଯିବା ଉଚିତ। କିନ୍ତୁ ନୂଆ ନିୟମ ଦ୍ୱନ୍ଦ୍ୱପୂର୍ଣ୍ଣ ଏବଂ ସମାଜରେ ଭେଦଭାବ ସୃଷ୍ଟି କରୁଛି। ଏହା କେବଳ ଓବିସି, ଏସସି ଏବଂ ଏସଟିଙ୍କ କଥା କୁହେ। ଆବେଦନକାରୀଙ୍କ ଓକିଲ ଯୁକ୍ତି ଦର୍ଶାଇଥିଲେ ଯେ ନିୟମ 3E ପୂର୍ବରୁ ଭେଦଭାବକୁ ପରିଭାଷିତ କରିଥାଏ। 3Cର ଆବଶ୍ୟକତା କ'ଣ? ଏହା ସମାଜରେ ଭେଦଭାବ ସୃଷ୍ଟି କରେ। ଓକିଲ କହିଥିଲେ, ମୁଁ ଏଗୁଡ଼ିକ ବ୍ୟତୀତ ଅନ୍ୟ ଗୋଷ୍ଠୀ ବିରୋଧରେ ଭେଦଭାବର ଉଦାହରଣ ଦେଇପାରିବି, କିନ୍ତୁ ମୁଁ ଏପରି କରୁନାହିଁ। ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ଉତ୍ତର ଦେଇଥିଲେ, ଏହାର କୌଣସି ଆବଶ୍ୟକତା ନାହିଁ। ମୁଁ କେବଳ ନୂଆ ନିୟମଗୁଡ଼ିକ ଧାରା 14 ସମାନତାର ଅଧିକାର ଅନୁଯାୟୀ ଅଛି କି ନାହିଁ ଦେଖୁଛି। ସିଜେଆଇ ସୂର୍ଯ୍ୟକାନ୍ତଙ୍କୁ ଓକିଲ କହିଥିଲେ, ସେ ଧାରା 3C ଉପରେ ସ୍ଥଗିତାଦେଶ ଚାହୁଁଛନ୍ତି। ଏହା କେବଳ କିଛି ସମ୍ପ୍ରଦାୟ ବିରୋଧରେ ଭେଦଭାବ ହୋଇପାରେ। ସିଜେଆଇ ସୂର୍ଯ୍ୟକାନ୍ତ ପଚାରିଥିଲେ, ଜଣେ ଦକ୍ଷିଣ ଭାରତୀୟ ଛାତ୍ର ଉତ୍ତର ଭାରତର ଏକ କଲେଜକୁ ଆସନ୍ତି ଏବଂ ସେଠାରେ ତାଙ୍କ ବିରୋଧର ଅନୁପଯୁକ୍ତ ମନ୍ତବ୍ୟ ଦିଆଯାଏ, ତେବେ ଏହା ଧାରା 3E ଅଧୀନରେ ଆସେ କି? ଆଇନଜୀବୀ ଉତ୍ତର ଦେଇଥିଲେ, ହଁ। ସୁପ୍ରିମକୋର୍ଟ ନୂଆ ୟୁଜିସି ନିୟମ ଉପରେ ସ୍ଥଗିତାଦେଶ ବା ରକ୍ ଜାରି କରିଛନ୍ତି। ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ 2012 ନିୟମ କାର୍ଯ୍ୟକାରୀ ହେବ। 19 ମାର୍ଚ୍ଚ 2026 ସୁଦ୍ଧା କେନ୍ଦ୍ର ସରକାରଙ୍କଠାରୁ ଜବାବ ମାଗିଛନ୍ତି। ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ 19ରେ ହେବ।